ମାଗଣାରେ ବିଦ୍ୟୁତ୍ ଯୋଗାଇ ଦିଆଯିବ ପ୍ରତ୍ୟେକ ପରିବାରକୁ ଅନୁଗୁଳ ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ଜିଲ୍ଲାରେ ଅନ୍ନଦାତା କୃଷକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଅନୁଗୁଳ ଜିଲ୍ଲାରେ ବହୁ ନଈନାଳ ବହିଯାଉଥିଲେ ମଧ୍ୟ ଜଳସେଚନ ବ୍ୟବସ୍ଥା ନଥିବାରୁ ପ୍ରତିବର୍ଷ ମରୁଡ଼ିର ପଦଧ୍ୱନି ମିଳୁଛି। ଭୂମିହୀନମାନଙ୍କୁ ଦଖଲୀକୃତ ଜମି ଓ ଘରଡିହ ପଟ୍ଟା ଦେବା ବଦଳରେ ସରକାର ଚାଷଜମି, ବାସଭୂମି, ଜଳ, ଜଙ୍ଗଲ, ଖଣିଜ ସମ୍ପଦକୁ ବିଭିନ୍ନ ପ୍ରକଳ୍ପ ନାମରେ ଘରୋଇ କମ୍ପାନୀମାନଙ୍କୁ ଶାଗମାଛ ଦରରେ ଟେକିଦେଇ ଦାଣ୍ଡର ଭିକାରୀ କରିବାକୁ ଚକ୍ରାନ୍ତ କରୁଛନ୍ତି। କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟର ଗ୍ୟାରେଣ୍ଟି ନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଉତ୍ପାଦନ କରୁଥିବା ବେଳେ ହାତୀ, ମାଙ୍କଡ଼, ବାର୍ହା ଉପଦ୍ରବ ଫଳରେ ଚାଷୀର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯାଉଛି। ସରକାର ଘୋଷଣା କରିଥିବା 300 ୟୁନିଟ୍ ମାଗଣା ବିଦ୍ୟୁତ୍ ସାତ ସପନ। ଏହିଭଳି ପରିସ୍ଥିତିରେ ଆମେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ 15 ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।